ମାନେ ଆମ ସୁରଜ ଏଜୁକେସନ୍ କୁ ପିଲାମାନେ ପ୍ରଥମ କଥା ହେଲା ପିଲାମାନେ ସମସ୍ତଙ୍କ ମନରେ ଗୋଟାଏ ଥାଏ ଆମେ କେତେ ମାର୍କ ରଖିଲେ ପାସ୍ ହବୁ। ଦେଖ ମାଟ୍ରିକ ବୋର୍ଡ଼ ପରୀକ୍ଷା 2024 କେତେ ମାର୍କ ଆଣିଲେ ପାସ୍ ଆଉ କେତେ ମାର୍କ ଆଣିଲେ 90% 80% ସେସବୁ ହେଉଛି ସେଟା ପିଲାମାନେ ଆମ ହିସାବରେ ନ ବୋର୍ଡ଼ ହିସାବରେ ଦେଖିବା ହେଲା କି କାଲକୁଲେସନ୍ ଟୋଟାଲ ଫର୍ମୁଲା କହିଦେବି ସେଟା ବୋର୍ଡ଼ ହିସାବରେ ଦେଖିବା ଆସ ଦେଖିବା। ଦେଖ ପିଲାମାନେ ତୁମମାନେ ଯେତେବେଳେ ବୋର୍ଡ଼ ଏକ୍ଜାମ୍ ଦେଇସାରିବ ତୁମକୁ ଗୋଟେ ସାର୍ଟିଫିକେଟ୍ ମିଳିବ ତା ପଛରେ କିଛି ଏମିତି ଲେଖା ହେଇଥିବ। ଦେଖ କ'ଣ ଲେଖା ହେଲା ନା ନୋ ଚେଞ୍ଜ ଇଜ୍ ଦ ସଏଲ୍ ଲେଭେଲ୍ ଏଇଟା ପିଲାମାନେ ଏଇଟା କିଛି ଦରକାର ନାହିଁ ଇମ୍ପୋର୍ଟାଣ୍ଟ ରୁଲ୍ଟା ଏଇଟା ମାନେ କ'ଣ ରିକ୍ୱାରମେଣ୍ଟ ଏଇଟା ସବୁ। ଦେଖ ତୁମେ ତ 90% କେତେ ରଖିଲ ନା ଯଦି 540ରୁ 600 ଭିତରେ ରଖିଲ ତୁମକୁ କେତେ ହେଉଛି ନା 90% ତୁମକୁ A1 ଗ୍ରେଡ଼୍ ମିଳୁଛି ଯେଉଁଟା ହେଲା ତୁମର ଆଉଟଷ୍ଟାଣ୍ଡିଂ ମାନେ ସବୁଠାରୁ ଭଲ ପରଫର୍ମାନ୍ସ ତୁମମାନେ କରିଛ। କେତେ ମାର୍କ ରଖିଲେ ତୁମେ 540 ରଖୁଛ ତାହେଲେ ତୁମର 90% ହେଇଯାଉଛି। ତାପରେ ପିଲାମାନେ 2 ନମ୍ବର ଦେଖ 2 ନମ୍ବରରେ ତୁମେ 80% ରଖିବାକୁ ଗଲେ କେତେ ଦରକାର ତୁମେ ଯଦି 480 ମାର୍କ ରଖିଛ 480ରୁ 539 ଭିତରେ ଯଦି ତୁମେ ମାର୍କ ରଖିଛ ତୁମର 80ରୁ 90 ଏଭବ୍ ରହୁଛି ସେଟା ହେଇଗଲା ଏକ୍ସେଲେଣ୍ଟ ହେଲା କି ଏକ୍ସେଲେଣ୍ଟ। ଏତିକି ମନେ ରଖ ଏଇଠି ଦେଖ ଆମର ଏତେ କିଛି ନାହିଁ ଆମର ଦେଖିବାର ଅଛି ଏଇଠି ଦେଖ ତୁମକୁ କ'ଣ ନା ଯଦି ତୁମେ 33% ଏଭବ୍ ବଟ୍ ଏଭବ୍ 198ରୁ 239 ଭିତରେ ହେଲା ତୁମକୁ ଇ ଆଉ ଯଦି ଦେଖ ବିଲୋ ଏଇଟା ହେଲା କଥା ଦେଖ ଯଦି ତୁମେ ବିଲୋ 33% ମାନେ 197 ମାର୍କ ରଖିଲେ ଦେଖ କ'ଣ ହେଉଛି ନା ଦେଖ ତୁମେ 197 ମାର୍କ ରଖୁଛ ନିଡ୍ ଏ ଆପେୟାରେଣ୍ଟ ଏଗେନ୍ ନିଡ୍ ଏ ଆପେୟାର ଏଗେନ୍ ମାନେ କ'ଣ ଲେଖା ହେଲେ ଜାଣିଛ ତ ତୁମକୁ ଆଉ ଥରେ 10th ଏକ୍ଜାମ୍ ଦେବାକୁ ପଡ଼ିବ 10th କ୍ଲାସ୍ ଏକ୍ଜାମ୍ ଆଉ ଥରେ ଦେବାକୁ ପଡ଼ିବ ନିଡ୍ ଏ ଆପେୟାରେନ୍ସ ଏଗେନ୍। ଦେଖିଥିବ କିଛି ସାର୍ ମାନେ କହୁଛନ୍ତି କ'ଣ ନା କିଛି ସାର୍ ମାନେ କହୁଛନ୍ତି 30% ରଖିଦେଲେ ତୁମେମାନେ ପାସ୍। ପିଲାମାନେ ଏଇଟା ଭୁଲ କଥା ଯେଉଁ ସବଜେକ୍ଟ ତୁମେ 30 ରଖୁଛ ତାହେଲେ ବି ତୁମେମାନେ ଫେଲ୍ ହେବ କାହିଁକି ନା ତୁମକୁ କମ୍ ସେ କମ୍ ସବୁ ସବଜେକ୍ଟରେ 33 ଆଣିବା ଦରକାର 33 ଆଣିବା ଦରକାର ଟୋଟାଲ୍ ଉପରେ ଦେଖ ଏଇଟା ମୁଁ କହୁନି ଏଇଟା ତୁମର ବୋର୍ଡ଼ ସାର୍ଟିଫିକେଟ୍ କହୁଛି ଯେଉଁଟା ଆମର BSc ବୋର୍ଡ଼ ଅଣ୍ଡରରେ ଯାଉଛି। ଦେଖ ମୁଁ କେମିତି କହିଲି ତୁମକୁ 33% ନା 197 ଯେଉଁମାନେ 197 ରଖିଛନ୍ତି ସେମାନେ ବି ଫେଲ୍ ହେଲା। ଯେତେବେଳେ ଯାକେ ତୁମେ 198 ମାର୍କ ରଖିନାହ ଯଦି ତା ଠାରୁ 1 ମାର୍କ ବି କମ୍ ରହୁଛି ତାହେଲେ ଫେଲ୍। ଦେଖ ତୁମକୁ ଗୋଟେ ଏମିତି ଉପାୟ କହିବି ଯାହାଫଳରେ ତୁମମାନେ ଆରାମସେ ପାସ୍ କରିଯିବ ହେଲା କି ପାସ୍ କରିବାଟା କିଛି ବଡ଼ କଥା ନୁହେଁ 10th ଏକ୍ଜାମ୍ ତୁମକୁ ଗୋଟେ ମାସକ ଭିତରେ ସେ ଷ୍ଟ୍ରାଟେଜି ଭିଡ଼ିଓଟା ଆସିବ କେମିତି ପଡ଼ିବ ଖାଲି ପାସ୍ କରିବା ପାଇଁ ହେଲା କିଛି କଷ୍ଟ ନାହିଁ ପାସ୍ କରିବାଟା ମୁଁ ଜାଣିଛି କେହି ପିଲା ଫେଲ୍ ହେବନି ମନେ ଡର ରଖନା ଯଦି କାହାକୁ ବି ଡର ଲାଗୁଛି ଯଦି କିଛି ପଢ଼ିନା ଖାଲି ଆମରି ଚ୍ୟାନେଲରେ ଯେତେବେଳେ ଭିଡ଼ିଓ ଆସିବ ଏଇ ଯେଉଁ ମାସେ ମୁଁ ଛାଡ଼ୁଛି ସବୁ ସବଜେକ୍ଟିଭ୍ ନୁହଁ ତୁମେ ଯଦି ସବୁ ଅବଜେକ୍ଟିଭ୍ କ୍ଲାସ୍ ବି ତୁମେ କରିଦେଇଯିବ ନିହାତି ମୁଁ ତୁମକୁ କହୁଛି ଗ୍ୟାରେଣ୍ଟି ଦେଇ କହୁଛି ତୁମେ ପାସ୍ ହେଇକି ନିହାତି ଆସିବ। ସେ କଥା ପିଲାମାନେ ଛାଡ଼ିଦେବା ଏଇକ୍ଷଣ ପ୍ରଥମ ଯେଉଁଟା ପ୍ରଥମ ଆଲୋଚନା କରୁଛି ତାର ଉପରେ ଯିବା। ତୁମେମାନେ ଜାଣିଯାଇଥିବ 30 ବି ଯଦି ତୁମେ ଗୋଟେ ସବଜେକ୍ଟ ରଖୁଛ ତାହେଲେ ତୁମେମାନେ ଫେଲ୍ କାହିଁକି ନା ତୁମକୁ କମ୍ ସେ କମ୍ ସବୁ ସବଜେକ୍ଟରେ 33 ଆଣିବାକୁ ପଡ଼ିବ ନିହାତି ଏଇଟା ନିହାତି ଦରକାର ଯେତେ 198 ହେବ। ଯଦି ତୁମକୁ ଏଇଟା ମନେ ରଖ ଯଦି ବାଇଚାନ୍ସ ବି ତୁମ 197 ମାର୍କ ବି ରହୁଛି ତାହେଲେ ବି ତୁମେ ଫେଲ୍ ହିଁ ଜଣାଯିବ ହେଲା। ଦେଖ କିନ୍ତୁ ଏଇଠି ଗୋଟେ କ'ଣ ତୁମେ ଯଦି ମାର୍କ କାଉଣ୍ଟିଂ କ'ଣ ଧରାଯାଉ ଗୋଟେ ପିଲାଟାର ଯଦି ତୁମର କେତେ ନା 420 ରହିଲା ସେ ତାକୁ 6ରେ ହରଣ କରିଦେବ ତାହେଲେ ତାର କେତେ ହେବ 70% ବାହାରୁଛି 70 ହେଉଛି ଗୋଟେ ତୁମର 70% ପରସେଣ୍ଟେଜ୍ ହିସାବ ସେମିତି କରାଯାଏ। ଯଦି ଜଣଙ୍କର କେତେ ନା 431 ରହିଲା କେତେ ନା 431 ସେଥିରେ ବାଇ 6 କରିଦେବ କାଲକୁଲେଟ୍ କରିଦେବ କେତେ ହେଉଛି ନା 71% 83 ହେଉଛି 71% 83 ତୁମକୁ କାଲକୁଲେସନ୍ ସବୁଠାରୁ ଇଜି ଉପାୟ କହିଦେଲି କିଛି ନାହିଁ ଯେତିକି ହେବ ସେଥିରେ କ'ଣ ନା 6 ହରିଦେବ ତୁମର ଯେତିକି ହେଉଥିବ ତୁମର ରେଜଲ୍ଟ ବାହାରିଯିବ ଚୁଟକିରେ ବାହାରିଯିବ। ଆଉ ତୁମକୁ ପିଲାମାନେ ପ୍ରୋସେସ୍ଟା କ'ଣ ଗୋଟାଏ କଥା ହେଲା ଏଇଠି ଗ୍ରେଡ଼୍ ଦେଖ ଏଇଟା ମେନ୍ ଏଇଠି ତୁମକୁ ସବୁ ଏଇଥିରୁ ହିଁ ସବୁ ଜଣାପଡ଼େ। ଦେଖ 90% ଯଦି ତୁମେ 540ରୁ 600 ଭିତରେ ରଖିଛ ଯେଉଁଟା 90 ଏଭବ୍ ତାହେଲେ ତୁମକୁ A1 ଗ୍ରେଡ଼୍ ମିଳୁଛି A1 ଯେଉଁଟା ସବୁଠାରୁ ବେଷ୍ଟ ତୁମ ସବୁ କଲେଜରେ ହେଇଯିବ ହେଲା ଯେଉଁ କଲେଜରେ ବି ତୁମେ ପକାଇବ ନିହାତି A1 ପିଲାଙ୍କୁ ମିଳିଯାଏ। ତାପରେ ପିଲାମାନେ ରହିଲା ଦେଖ ଦୁଇଟା କ'ଣ ରହିଲା ନା ଦେଖ 80 ଏଭବ୍ ବିଲୋ ଦେଖ ଯିଏ 80 480 ଯେଉଁଟା ହେଲା ତୁମର 80 ମାର୍କ ଆଉ ଯେଉଁଟା 539 ହେଲା ତୁମର 90 ପାଖାପାଖି ହେଲା ସେଟା ହେଇଯିବ ଏକ୍ସେଲେଣ୍ଟ ହେଲା ମାନେ ଭେରି ଗୁଡ଼୍ର ବି ଆଉ ଟିକେ ଉପର। ତାପରେ ପିଲାମାନେ ଆଇଲା କ'ଣ ନା ତୁମର ଏଇଟା A2 ଯିବ ହେଲା କି ଏକ୍ସେଲେଣ୍ଟ ଯେଉଁଟା A2 ଯିବ। ଆଉ ଦେଖ ତାହେଲେ ଏখানে B1 ଆଇଲା B1 କ'ଣ 3 ନମ୍ବର 70 ଏଭବ୍ ବା 80 420ରୁ
420 जो मैंने 469 जाके रखिथे कौन ना भेरी गुड कहुए जोटा आमको B1 मिले। तुम मान टार्गेट देखना कौन हवा दरकार पाने मुझे जो मैंने किसी पढ़िन किसी जो मैंने ये बही भी खोलीना मुझे कथा कही बही भी खोलीना प्रिपारेसन पढ़ापढ़ी करना किसी भी एत हो जाए तुमको एमती गोटे एग्जाम्पल देवी तुम मैंने विश्वास करनी तुम्हें तो एत किसी भी पढ़िना जो 3 नंबरटा को धार्य रख 420 रु 469 है B1 ग्रेड सेटा को तुम मैंने कहि भेरी गुड जोटा तुम अच्छी से आराम से पाई जो ये किसी पढ़ना 10th क्लास परीक्षाटा किसी बड़ एग्जाम कथा नुह बोर्ड एग्जाम हो पारे जो 10th क्लास एमती किसी क्वेश्चन अच्छी एमती किसी जो क्वेश्चन अच्छी से ही क्वेश्चन ही बोर्ड निहाती पकाए रिपीट हुए जो क्वेश्चन सब मु पिला 100% गारंटी दे कहूँ जानी 100% गारंटी दे कहूँ से क्वेश्चन सब जानी बोर्ड एमती नुह कि सब वर्ष अलग किसी क्वेश्चन एमती थाए पास करने पिला से सहीटा ही पकई थाए तुम्हें मैंने जब मुझे 100% चान्स दे कहि तुम्हें आम चैनल को सब्सक्राइब करी तुम्हें जोड़ी हो रोच आम चैनल सहित तुम्हें निहाती पास कर फेल हबार चान्स उठेनी मतलब बहुत पिला मेसेज कहते सार आम कि पढ़ीनु कौन करूँ किसी बाट देखा जाऊनी आ पढ़िया भी देख जो मैंने तुम किसी भी पढ़ीना तुम मनकर एखना बही भी खोली पढ़ा भी इच्छा होनी तते भी बही खोलुच तुमको पाठ देखी सब निद मार्ची होनी देख प्री बोर्ड एग्जाम आसूची प्री बोर्ड एग्जाम कार ना तुम जो मैंने गवर्नमेंट स्कूल हम ना हेले भी से क्वेश्चन किसी मूल्य रही कहीं जो तुम ये गोटे SSBM शिक्षा विकास समिति गोटे मैंने प्री बोर्ड एग्जाम हम जोटा तुम के 8 तारिख हम तार क्वेश्चन सब 8 हम 8 जानुरी आज 6 है तार जो सोमवार हम तार जो सब क्वेश्चन आंसर मुझे कौन करी ना आम ये आंसर की आलोचना करी से लगी गवर्नमेंट हो प्राइवेट पिला समस्त चैनल को सब्सक्राइब कर दियो देख आ गोटे कथा कहीदे गोटा इंपोर्टाट कथा तुम्हें ये SSBM क्वेश्चन आलोचना कर दे गल है तुम निहाती पास फेल हबार चान्स ही उठनी SSBM से जो 50टा ऑब्जेक्टिव प्रैक्टिस और सब्जेक्टिव कर दे गल तुमको प्रूफ सहित देखी SSBM 50% क्वेश्चन माने बोर्ड रे डायरेक्ट रिपीट होके आसे ऑब्जेक्टिव और सब्जेक्टिव गोटे कथा पिला माने सब्जेक्टिव देख 497 जोटा तुमको केते रु ना 600 रु 600 रु तुम 497 रखिल फेल गोटाई कथा फेल मु कहीं कहली कहीं पिला फेल हेबनी देख तुमर 50टा रोचे MCQ से ना 4टा तुम A B C D तो तुम्हें आम MCQटा भी खाली प्रैक्टिस कर दे जाओ तुम्हें कहूँ प्रैक्टिस कर दे जाओ ताले से जो आंसर भी आसिले तुम्हें 50 रु निहाती मु कहि आम ऑब्जेक्टिव तो सीरीज स्टार्ट है स्टार्ट हो शीघ्र स्टार्ट हो प्री बोर्ड सैले 50 रु निहाती तुम्हें मैंने मु कहूँ 48 गेन निहाती कर निहाती एटा सियोर सियोर से पिला माने कौन करार अच्छे ना चैनल को उल्टा सब्सक्राइब करदेवार अच्छे आ कौ क्वेश्चन बार बार रिपीट होची के वर्ष हम से लगी तुम पाइबा चाहो खाली चैनल को किसी ना गोटे सब्सक्राइब कर रखिद जहाँफल सब क्वेश्चन पाइपर एति भिडियो थैंक यू फॉर वाचिंग अधिका किसी कहबी इच्छा ना सब्सक्राइब न कर पार मुझे बाध्य करनी किंतु इंपोर्टाट क्वेश्चन आसूची व्यस्त होना से क्वेश्चन रिपीट होगा मुझे 100% गारंटी दे कहबी।